ଆଧ୍ୟାତ୍ମିକ ଏବଂ ପୌରାଣିକ ବିଷୟରେ ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ। ଈଶ୍ୱରଙ୍କ ଭକ୍ତମାନେ କ'ଣ ପାଇଁ ସବୁବେଳେ ଦୁଃଖ ପାଆନ୍ତି? ବିଶେଷତଃ ହରିଭକ୍ତମାନେ କ'ଣ ପାଇଁ ଅଧିକ ଦୁଃଖ ପାଆନ୍ତି? ଶ୍ରୀହରି ଯେଉଁ ଭକ୍ତମାନଙ୍କ ଉପରେ ବିଶେଷ କୃପା କରିଥାନ୍ତି, ସେ ତାଙ୍କୁ ଅଧିକ ଦୁଃଖ ଦେଇଥାନ୍ତି। କାରଣ ଶ୍ରୀହରି ତାଙ୍କ ଭକ୍ତମାନଙ୍କୁ ସବୁବେଳେ ସତ୍ମାର୍ଗରେ ଚାଲିବା ପାଇଁ ହିଁ କଷ୍ଟ ଦେଇଥାନ୍ତି। ଶ୍ରୀହରି ଯାହା ଉପରେ କୃପା କରିଥାନ୍ତି, ସେ ତାଙ୍କର ସର୍ବସ୍ୱ ହରଣ କରି ନେଇଥାନ୍ତି। ଫଳସ୍ୱରୂପ ସେମାନେ କଷ୍ଟ ଭୋଗ କରି କରି ନିଜକୁ ଶକ୍ତ ଭାବରେ ଗଢ଼ିଥାନ୍ତି ଏବଂ ଭବିଷ୍ୟତରେ ଯେକୌଣସି କଷ୍ଟକୁ ମଧ୍ୟ ସହ୍ୟ କରିପାରିଥାନ୍ତି। ଶ୍ରୀହରି ସବୁବେଳେ ଚାହିଁଥାନ୍ତି ଯେ ତାଙ୍କ ଭକ୍ତ ସଦା ସତ୍ମାର୍ଗରେ ଚାଲନ୍ତୁ ଏବଂ ପାପଠାରୁ ଦୂରେଇ ରୁହନ୍ତୁ। କାରଣ ମନୁଷ୍ୟର ପାପକର୍ମ ହିଁ ମୃତ୍ୟୁ ପରେ ବିଚାର କରାଯାଇଥାଏ ଏବଂ ସେହି ଅନୁସାରେ ନର୍କ ଦଣ୍ଡ ଦିଆଯାଇଥାଏ ଏବଂ ଶେଷରେ ହିଁ ନୀଚ ଯୋନିରେ ଜନ୍ମ ନେବାକୁ ପଡ଼ିଥାଏ। ସେହି ନୀଚ ଜନ୍ମର ଅଜ୍ଞାନତା ବଶରେ ସେହି ବ୍ୟକ୍ତିର ଆହୁରି ନୀଚ ଜନ୍ମକୁ ଖସିବାକୁ ପଡ଼ିଥାଏ। ପରିଶେଷରେ କୃମି, କୀଟ ଏବଂ ପତଙ୍ଗ ଭଳି କାହିଁ କେତେ ରୂପରେ ଜନ୍ମ ନେବାକୁ ପଡ଼ିଥାଏ। ଭଗବାନ ଶ୍ରୀହରି କେବେ ଚାହାନ୍ତି ନାହିଁ କି ତାଙ୍କର ଭକ୍ତ ଏହିପରି ଭାବେ ନୀଚ ଜନ୍ମ ଭୋଗ କରି ଭବିଷ୍ୟତରେ କଷ୍ଟ ନ ପାଉ। ସେଥିପାଇଁ ସେ ତାଙ୍କର ନିଜର ଭକ୍ତମାନଙ୍କୁ କଷ୍ଟ ଦେଇଥାନ୍ତି। ଶ୍ରୀହରିଙ୍କ ଭକ୍ତମାନେ ଜୀବନକାଳ ଭିତରେ ଅନେକ କଷ୍ଟ ଭୋଗ କରି ତାଙ୍କର ହୃଦୟକୁ ପବିତ୍ର କରିଦେଇଥାନ୍ତି। ଯେପରି ସୁବର୍ଣ୍ଣକୁ ଯେତେଥର ଅଗ୍ନିରେ ତପ୍ତ କରାଯାଏ ସେ ସେତେ ଝଲକି ଉଠେ, ସେହିପରି ହରିଭକ୍ତମାନେ କଷ୍ଟ ଭୋଗି ଭୋଗି ଏକ ପବିତ୍ର ଆତ୍ମା ହୋଇଯାଆନ୍ତି ଏବଂ ଅନ୍ତରେ ଶ୍ରୀହରିଙ୍କଠାରେ ବିଲୀନ ହୋଇଯାଇଥାନ୍ତି, ଯାହାକି ସବୁ ଜୀବାତ୍ମାର ମୂଳ ଉଦ୍ଦେଶ୍ୟ। ଲକ୍ଷ୍ମୀ ଯାହାର ଦାସୀ ଅଟନ୍ତି, ଯାହାଙ୍କ ଆଜ୍ଞା ବଳରେ ସାରା ବ୍ରହ୍ମାଣ୍ଡ ପରିଚାଳିତ, ସେ ଚାହିଁଲେ ତାଙ୍କର ସମସ୍ତ ଭକ୍ତମାନଙ୍କୁ କୁବେରର ଭଣ୍ଡାର ପ୍ରଦାନ କରିପାରନ୍ତି। କିନ୍ତୁ ନିଜର ଭକ୍ତମାନଙ୍କର ମଙ୍ଗଳ ପାଇଁ ପ୍ରଥମେ ସେ ତାଙ୍କ ଭକ୍ତମାନଙ୍କୁ ଅନେକ କଷ୍ଟ ଦେଇଥାନ୍ତି ଏବଂ ତାଙ୍କର ସର୍ବସ୍ୱ ହରଣ କରି ନେଇଥାନ୍ତି ଏବଂ ପରିଶେଷରେ ଧନ, ଜନ ଏବଂ ଗୋପଲକ୍ଷ୍ମୀ ପ୍ରଦାନ କରିଥାନ୍ତି। ନିଜର ଭକ୍ତମାନେ ଯେପରି ପାପକର୍ମ ନ କରନ୍ତି ଏବଂ କୁପଥରେ ନ ଚାଲନ୍ତି, ସେଥିପାଇଁ ସେ ଭକ୍ତମାନଙ୍କୁ କଷ୍ଟ ଦେଇଥାନ୍ତି, ଯାହାଦ୍ୱାରା ତାଙ୍କ ଭକ୍ତମାନଙ୍କର ବିଚାର ଶକ୍ତି ଜାଗ୍ରତ ହୋଇଥାଏ ଆଉ ସେମାନେ ଧର୍ମର ପଥରେ ସର୍ବଦା ପରିଚାଳିତ ହୋଇଥାନ୍ତି।